प्रजापतिस्त्वं प्रपिता नमो नमस्तेस्तु नमो नमस्ते। गुरुदेव को प्रणाम जनाइबा सहित आमर इष्टदेव प्रभु शिशु अनंत जगन्नाथ प्रणाम जनाऊँ। समस्त गुरु गुरुजन मानू साधु सन्त मानू एवं प्रत्येक मंदिर रे जो जो ठाकुर माने ठाकुरंकर मूर्ति माने पूजा पाउछन्ति समस्ते अनेक नुहंती सबू जनंकर विभिन्न रूप तेणु से रूप और अरूप ये दुईटी कथा को आमे भक्तिपूत प्रणाम जनाइबा। आजिर विश्व देश आम परिवार आम संघ समस्ते शांति रे जीवन अतिवाहित करंतु ये प्रार्थना आमर रहिबा। आगु समस्त भोजन को लगे बाहर यही पवित्र समावेश होउची गोटे संघर समावेश। कटक संघर ये समावेश रे विभिन्न भक्त माने विभिन्न स्थान रु आसिचंती एवं सेमाने निर्दिष्ट समय भितर प्रार्थना सत्संग इत्यादि को श्रवण करी बा अनुभव करी सेमाने पुणी फेरी ये सब कथा सब कहवा गोटे स्वतंत्र परिवेश दरकार। ये परिवेशटी मंद नुहे किंतु तथापि टिके बसवाई आसवाई ये सब टिके गोलमाल लगुच। ये जो वंदनाटी आपण माने शुणिले ये वंदना रे गोटे शब्द बारंबार उच्चारण होता से शब्दटी हूँ ठाकुर।
କେତେଜଣ ବ୍ରାହ୍ମଣ ବା ବୈଷ୍ଣବ ଏମିତି ନୁହେଁ। ଆପଣ ଦେଖନ୍ତୁ ଠାକୁର ଆଜିର ସମାଜରେ ଆମର ଏଇ ହିନ୍ଦୁ ସମାଜ ଭିତରେ ଠାକୁର ମଧ୍ୟ ମାନେ ଜଣେ ବି ଠାକୁର ନାହାନ୍ତି। ଠାକୁର କହିଲେ ବହୁ ଠାକୁରଙ୍କ ନାଁ ଆସିବ, ସମସ୍ତେ ଠାକୁର ବୋଲି କହୁଛନ୍ତି। ଜଣେ କେହି ଠାକୁର ବୋଲି ଗୋଟେ ଶବ୍ଦ ଉଚ୍ଚାରଣ କଲେ ଆମେ ଗୋଟିଏ ରୂପକୁ ଠାକୁର ବୋଲି କହନ୍ତୁ, କିନ୍ତୁ ସେ ଭିତରେ ସେମାନେ ନାହାନ୍ତି। ସମସ୍ତେ ନିଜ ନିଜ ଗୁରୁଙ୍କୁ ଠାକୁର ବୋଲି ସମ୍ବୋଧନ କରୁଛନ୍ତି ଏବଂ ତାଙ୍କୁ ହିଁ କହୁଛନ୍ତି ଏକମାତ୍ର ଠାକୁର। କହୁ କହୁ ଏମିତି ବି କହୁଛନ୍ତି, ଯାହା ବଢ଼ିଆ ଶୁଣିଛି, କେବଳ ଏଇ ହେଉଛନ୍ତି ଠାକୁର, ଅନ୍ୟ ମାନେ ଠାକୁର ନୁହନ୍ତି, ସେ ସବୁ ମିଛ। ତାମାନେ ସେଇ ଲୋକଟି ଯିଏ କହୁଛି ସେଇ ହେଉଛନ୍ତି ଏକମାତ୍ର ସତ୍ୟା ଲୋକ। ଆପଣ ଦେଖନ୍ତୁ ଥ ଆଉ ଆକାର, ଇଏ ହେଉଛି ଥା। ଥଟି କ'ଣ? ଥ ହେଉଛନ୍ତି ଆମ ଜଗନ୍ନାଥଙ୍କର ଆଖି। ଇଏ ଦୁଇଟି ଥ ଭିତରେ ଅଛି। ସେ ଆଖି ଦୁଇଟିକୁ ଆମେ ଚକାନୟନ ବୋଲି କହୁଛୁ, କିଏ କ'ଣ କହୁଛି, କିନ୍ତୁ ମୋଟାମୋଟି ଆମେ ଯେତେବେଳେ ପାଠ ପଢ଼ୁଥିଲୁ ଆମ ପାଖରେ ଆମେ ତିନୋଟି ଠାକୁରଙ୍କୁ ବା ତିନୋଟି ଠାକୁରଙ୍କ ରୂପକୁ ଅଙ୍କନ କରୁଛୁ। ସେ ରୂପଟି ହେଉଛି ଜଗନ୍ନାଥଙ୍କର ଆଖିଟି ଯେପରି ଆମେ ଯେଉଁ ପାଠ ପଢ଼ୁଥିଲୁ ସେଠି ମଧ୍ୟ ସେଇ ରୂପଟାକୁ ଆମେ ଅଙ୍କନ କରୁଛୁ। ସେଠି କୌଣସି ମୂର୍ତ୍ତି ବା କୌଣସି ରୂପ ଏସବୁ କିଛି ନଥିଲା। ତିନୋଟି ଶୂନକୁ ଆମେ କହୁଥିଲୁ ଥ। এই ତିନୋଟି ଶୂନ୍ୟ ବା ଠକୁ ଆମେ ସମ୍ବୋଧନ କରୁଥିଲୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ତେବେ ବ୍ରହ୍ମା କହିଲେ ଆମେ ଯାହା ବୁଝିଛୁ ସଂସାରକୁ ଯିଏ ଉତ୍ପନ୍ନ କରିଛନ୍ତି ସେ ହେଉଛନ୍ତି ବ୍ରହ୍ମା। ଯିଏ ପାଳନ କରୁଛନ୍ତି ସେ ହେଉଛନ୍ତି ବିଷ୍ଣୁ। ଯିଏ ପ୍ରଳୟ କରୁଛନ୍ତି ସେ ହେଉଛନ୍ତି ଶିବ। କିନ୍ତୁ ପ୍ରକୃତରେ ପ୍ରତ୍ୟେକ ଜୀବନରେ ये तीनोटी कथा सबुबले अच्छे। आमे एठी जेते बसीचे आमे थरे जन्म हेलु। जन्म हवा परे आमे जेतिके दिन बंचिलु कर्म को नहीं बंचिलु, विभिन्न कर्म करू। तापरे कर्म सरिला आम जीवन मध्य सेठू इतिश्री। ये जीवन तीनोटी थ होउछि कर्म, ज्ञान आउ भक्ति। जीवन काहींकी आसीछि से होउछि तार उत्तर केवल होउछि कर्म। आपण कहे मंदिर गढ़ा, हनुमान मूर्ति को बसैवा, से मेला करवा, व्रत करवा, यही गुड़ाक बोधे हूँ
ପ୍ରକୃତ ଭକ୍ତି ବା ପର୍ବ। ଏଇଥିପାଇଁ ମଣିଷ କେବେ ଜନ୍ମ ହେଇନି। ମଣିଷକୁ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଦିଆଯାଇଛି ତାର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର କାମ ହେଉଛି କେବଳ କର୍ମ ସମ୍ପାଦନ। ଯେଉଁଠି କର୍ମ ନାହିଁ ସେଠି ବ୍ରହ୍ମା ନାହାନ୍ତି କି ସେଠି କେହି ନାହିଁ। କର୍ମ ନାହିଁ ଆଉ ଏଠି ରହିବ କ'ଣ? ଆପଣ ଦେଖନ୍ତୁ ଆମର ଏଠି ଗୋଟେ ଆମେ ଯେଉଁଠି ବହିଛେ ଆମେ ଆମର ପିଲାଦିନୁ ଆମେ ନାଁ ଶୁଣିଛୁ କଟକ। ଇଏ କଟକଟି କ'ଣ? ଏଠି ଦୁଇଟି କ ଅଛି। ଗୋଟିଏ କ ହେଉଛି ମସ୍ତକ। କ ଅକ୍ଷରର ପ୍ରକୃତ ଅର୍ଥ ହେଉଛି ମସ୍ତକ। ଇଏ ମସ୍ତକ ଭିତରେ କ'ଣ ଥାଏ? ବୁଦ୍ଧି, ବିବେକ, ଜ୍ଞାନ, ଶୃଙ୍ଖଳା, ସଂଯମ ଇଏ ସବୁ କିଛି ଏଇ ମସ୍ତକ ଭିତରେ ଥାଏ। ମସ୍ତକ ନିର୍ଦ୍ଦେଶ ଦେଲେ ଏ ହାତ କାମ କରେ, ପାଦ ଚାଲେ। ତେଣୁ ଇଏ ହେଉଛି ପ୍ରଥମ କ। ଶେଷ କଟି ହେଉଛି ଇଏ ହେଉଛି କ କହିଲେ କର୍ମ, କ କହିଲେ ଜଳ, କ କହିଲେ ସାଗର, ସବୁ କିଛି କ। ଆମେ ଏଠି ଗୀତା ପଢୁଛେ, ଭାଗବତ ପଢୁଛେ, ଇଏ ବି ମଧ୍ୟ କର ଅଂଶ ବିଶେଷ। ତେଣୁ ଆମମାନଙ୍କର ମସ୍ତିଷ୍କ ହେଉଛି କ ଏବଂ ଆମମାନଙ୍କର କର୍ମ ହେଉଛି କ। ଇଏ ଦୁଇଟି କଥା ଆପଣମାନେ ମନେ ରଖିବେ। ଆମମାନଙ୍କର ମସ୍ତିଷ୍କ ଯାହା ଭିତରେ ସବୁ କିଛି ଅଛି, ଜ୍ଞାନ ବିଜ୍ଞାନ ଯାହା କିଛି ଆପଣମାନେ ଜାଣିଛନ୍ତି ସବୁ ଯାକ ଏଇ ମସ୍ତିଷ୍କ ରୂପକ କ ଭିତରୁ ବାହାରିଛି। ଶେଷ କଟି ହେଉଛି କାହିଁକି ସେ ବାହାରିଛି ବା ଅଛି? କର୍ମ ସମ୍ପାଦନ କରିବା। ଆମେ ତ ବହୁ ଦେବୀ ଦେବତାଙ୍କୁ ପୂଜା କରୁଛୁ, ବହୁ ଦେବୀ ଦେବତା। ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗାୋତ୍ସବ ଆସିବ, କାଳୀ ପୂଜା ଆସିବ। କଟକ ସହରରେ ସବୁବେଳେ ପୂଜା ଅର୍ଚ୍ଚନା ସବୁ ଲାଗି ରହିଛି। କିନ୍ତୁ ପ୍ରକୃତରେ ଆମେ ସେଇ ପୂଜା କରିବା ପାଇଁ କ'ଣ ଆମମାନଙ୍କର ଜନ୍ମ ହେଇଛି? ଆମମାନଙ୍କର ଜନ୍ମ, ଆମମାନଙ୍କର କର୍ମ ଏବଂ ଆମମାନଙ୍କର କୀର୍ତ୍ତି ବା ଅନୁଭବ, ଇଏ ତିନୋଟି ହେଉଛି ପ୍ରତ୍ୟେକ ଜୀବନ ପାଇଁ କଟକ। ତେଣୁ ଏଇ କଥାକୁ ଶୁଣିବା ପାଇଁ ରାଜା ପରୀକ୍ଷିତ ମଧ୍ୟ ଶୁକଦେବଙ୍କ ପାଖରେ ଶରଣ ନେଇଥିଲେ। ବ୍ୟାସଦେବଙ୍କ ମୁଖରୁ ଭାଗବତ ଶୁଣିଥିଲେ, ଗୀତା ଶୁଣିଥିଲେ। ଇଏ ଯେତେ ମନ୍ତ୍ର ଆମେ ସବୁ ଏଠି ଓଡ଼ିଆରେ ଓଡ଼ିଆ କଥା କହୁଛୁ, ଆଉ କେଉଁଠି କିଏ ଇଂରାଜୀ କହୁଛି, କିଏ ବଙ୍ଗଳା କହୁଛି, କିଏ ହିନ୍ଦୀ କହୁଛି, ଇଏ ସବୁ ହେଉଛି କ। କ କହିଲେ କଥା। ଏଠି କ'ଣ ଚାଲିଛି? ଓଡ଼ିଆ କାଲି ନା ପରଦିନ କୋଉନ ଆସିଲା, ଏ ପର୍ଯ୍ୟନ୍ତ ଏଠି କ'ଣ ଚାଲିଛି? ଏଠି ଚାଲିଛି କଥା। ଏଇ କଥାର ନାମଟା ହେଉଛି ବାର୍ତ୍ତା। ଆମେ ଖାଇବୁ, ଆମେ ଶୋଇବୁ, ଆମ
ଜାଗାକୁ ଯିବୁ, ଇଏ ସବୁ କଥା। ବାର୍ତ୍ତା ହେଉଛି ପରର ମଙ୍ଗଳ ପାଇଁ, ଦେଶର ମଙ୍ଗଳ ପାଇଁ, ପରିବାରର ଶାନ୍ତି ପାଇଁ, ଜୀବନକୁ ସୁସ୍ଥ ରଖିବା ପାଇଁ, ମନରୁ ଚାଞ୍ଚଲ୍ୟତାକୁ ଦୂରୀଭୂତ କରିବା ପାଇଁ ଯେଉଁ ସବୁ କାର୍ଯ୍ୟ ଚାଲିଛି, ଏଇ ହେଉଛି ବାର୍ତ୍ତା। ଆମର ବର୍ତ୍ତମାନ ଏଠି ବସିକିରି କଥା କହୁଛୁ, ଏ କି କଥା ନା ଏ ହରି କଥା। ଯେତିକି ବେଳେ ଜଣଙ୍କ ମୁଣ୍ଡ ଯଦି ଜୋର ବିନ୍ଧିବ, ସେ ହରି କଥା କ'ଣ ସେ ମୁଣ୍ଡକୁ ଘର କରିଦେବ? ମୋତେ କାହିଁ ନା କରୁଛି। ହଁ, ଧ୍ୟାନ କଲେ କିମ୍ବା କିଛି ଯୋଗାସନ କଲେ ସେ ହୁଏତ କମିବ। ସବୁଠାରୁ ଶେଷ କଥା ହେଉଛି ଆମକୁ ଚିକିତ୍ସାଳୟକୁ ଯିବାକୁ ହେବ, ଔଷଧ ଖାଇବାକୁ ପଡ଼ିବ ଏବଂ ଆମେ ସୁସ୍ଥ ହେବା ପାଇଁ ଆମେ ପ୍ରଭୁଙ୍କୁ ପ୍ରାର୍ଥନା କରିବା। ଏ ଦୁନିଆରେ ଯଦି କେହି ବଡ଼ ଥାଏ, ଆଜିର ମଣିଷ ତା ମନକୁ ମନ କହୁଛି ମୁଁ ଠାକୁର, ମୁଁ ଭଗବାନ, ମୁଁ ପଣ୍ଡିତ, ମୁଁ ଜ୍ଞାନୀ। ଆପଣ ଦେଖିବେ, ଆପଣମାନେ ଶୁଣିଥିବେ, ଯେତେବେଳେ ଗଞ୍ଜେଇ ଉପରେ ସରକାର ଗୋଟେ ପ୍ରତିବନ୍ଧକ ଲଗେଇଲେ, ସେତେବେଳେ ଏ ସେବକ ଆଉ ସମ୍ଭାଳି ପାରିଲା। ମୁଁ ସେ ଗଞ୍ଜେଇ ବିଷୟରେ 2 ପଦ କହିଲି। ଏଇ ଗଞ୍ଜେଇଟା ଖାଇକିରି ଆମ ପିଲାମାନେ ଖରାପ ହେଉଛନ୍ତି, ଦେହ ଅସୁସ୍ଥ ହେଉଛି, ଆଉ ଏମିତି ସବୁ ମୋର ଯାହା କହିବା କଥା କହିଲି। କିନ୍ତୁ ଜଣେ ରାଜନେତା କହିଲେ ସେ କାହିଁକି ବନ୍ଦ ହେବ? ମୁଁ ଯାଇଥିଲି ଅମୁକ ତୀର୍ଥକୁ, ମୁଁ ଦେଖିକିରି ଆଇଛି ଶିବ ସେଠି ଗଞ୍ଜେଇ ଟାଣୁଥିଲେ, ସେଠିକି ଯାଇଥିଲି, ସେଠି ବି ସେଇଆ। ମୁଁ ତାଙ୍କ ମୁହଁକୁ ଅନେଇ, ମୁଁ କ'ଣ ଆପଣ ନିଜେ ଦେଖିଛନ୍ତି ଯେ ଶିବ ଗଞ୍ଜେଇ ଟାଣୁଥିଲେ? ନା ହଁ, ମୁଁ ନିଜେ ଦେଖିଲି। ଆମେ ଚୁପଚାପ ରହିଲୁ, କାହିଁ କହିଲେ ହଉ ଜାବୁଡ଼ା ବସିବ କି କ'ଣ କରିବ। ଆଉ ଜଣେ ବାବୁ କହିଲେ ଗଞ୍ଜେଇରୁ ଆପଣ ଜାଣିନାହାନ୍ତି, ଗଞ୍ଜେଇରୁ ଖୁବ୍ ନିକଟରେ ଗୋଟେ ଔଷଧ ବାହାରିବ। ମୁଁ କହିଲି ଠିକ୍ ଅଛି, ଔଷଧ ଯଦି ବାହାରିବ ମୁଁ ତ ଆଗ ଖାଇବି। ଆଉ ଏଇଭଳି ଭାବରେ ମୋତେ ସେ ତାତ୍ସଲ୍ୟ କରେ। ଆଉ ଜଣେ ଓଡ଼ିଶାର ମୂର୍ଧନ୍ୟ ପଣ୍ଡିତ, ସିଏ କହିଲେ ଶିବଲିଙ୍ଗରେ ଯଦି ଗଞ୍ଜେଇ ଘର୍ଷଣ ହେବ ନାହିଁ, ତାହେଲେ ସିଏ କେବେ ଅଭିଷେକ ହେଇପାରିବେ। ଆପଣଙ୍କର ଯଦି ମୋ କଥାରେ ବିଶ୍ୱାସ ନ ହେଉଛି, ଆପଣ ଶଙ୍କରାଚାର୍ଯ୍ୟଙ୍କୁ ପଚାରନ୍ତୁ ବୋଲି ଏତେ ବାଟ ମୁଁ ଯାଇପାରିବି। ଆଜି ଦେଖନ୍ତୁ, ଯେଉଁ କଥା ପାଇଁ ମୋତେ ଟିଭି ପରଦାରେ ଗୋଟେ ପ୍ରକାର ମୃଦୁ ଅପମାନ ଦେଇଥିଲେ, ସେଇ ଲୋକମାନଙ୍କ ନାଁ ଭୁଲି ଯାଇଛି। ମନେ ପଡ଼ିଲେ ତାଙ୍କ ପାଖକୁ ମୁଁ ଜଣେଇବି। ଆଜି କ'ଣ ହେଉଛି? ସେଦିନ ତ ଆମେ କହିଲାକୁ ଆପଣମାନେ ଏତେ ବିଗୁଡ଼ୁଥିଲେ, କିନ୍ତୁ ଆଜି କ'ଣ ବସ୍ତା ବସ୍ତା ଟ୍ରକ୍ ଗଞ୍ଜେଇ ସବୁ ପୋଡ଼ା ହେଉଛି। ତେଣୁ ସଜ୍ଜନ, ଇଏ ନୁହେଁ, ଇଏ ସବୁ ଭକ୍ତିର ଅଂଶ ନୁହେଁ। ଶିବ ଗଞ୍ଜେଇ ଖାଆନ୍ତି, ଏହାର କୌଣସି ମାନେ ନାହିଁ। ବିନା ଗଞ୍ଜେଇରେ ଶିବ ବହୁତ ଖୁସି ହୁଅନ୍ତି। ତେଣୁ ନିଜକୁ ଗଠନ କରିବା ହେଉଛି ଗର୍ବ ଗଞ୍ଜନ ବାନାଦାର। ଏଇ ଯେଉଁ କଥାଟି ଅଛି ଭାଗବତରେ, ଗର୍ବ ଗଞ୍ଜନ ବାନାଦାର, এই ଗଞ୍ଜନଟି ଗର୍ବକୁ ଗଞ୍ଜନ କର, ଏଇ ହେଉଛି ଗଞ୍ଜେଇ ଟାଣିବା। ତେଣୁ ଆମେ କ'ଣ ଗର୍ବକୁ ଖଣ୍ଡନ କରିବା ପାଇଁ ଗଞ୍ଜେଇ ଟାଣୁଛୁ? ମୁଁ ଗୋଟେ ଛୋଟ ଅନୁଭୂତି କହୁଛି, ବହୁତ ଦିନର କଥା।
71 ମସିହାରେ ଗୋଟେ ଏମିତି ପରିସ୍ଥିତି ସୃଷ୍ଟି ହେଇଥିଲା। ମୁଁ ଆପଣଙ୍କର ସେଟା ଖାନନଗରରେ ଯେଉଁ କାଳୀଙ୍କ ମୂର୍ତ୍ତି ଅଛି, ମୁଁ ସେଇଠି 2-3 ଦିନ ଖଣ୍ଡେ ପୁରା ଉପବାସ କରିକି ବସିଥିଲି। କାହିଁକି ବସିଥିଲି, କ'ଣ କରିଥିଲି ସେଗୁଡ଼ାକ କହିହେବନି। ଜଣେ ବ୍ୟକ୍ତି ସିଏ କ'ଣ ଅନୁଭବ କଲେ, ଇଏ ଲୋକଟା, ମୁଁ ସେତେବେଳେ ଲୋକ ବି ହେଇନି, ଗୋଟେ ପିଲା, ଆଉ 18-19 ବର୍ଷ, ଗୋଟେ ପ୍ରକାର ଯୁବକ, ସେ କ'ଣ ଅନୁଭବ କଲେ, ସିଏ ସକାଳୁ ସକାଳୁ ଆଜି ମୋତେ କହିଲେ, ଯାହା କହିଲେ ତ କହିଲେ, ସେ ସୋଦା ସବୁ ଆମେ କହିପାରିବୁ, କିନ୍ତୁ କଥାର ମଞ୍ଜି ହେଲା ଯେ ତମେ ଏଇ ରାସ୍ତାରେ କାଲି ପରିସ୍ରା କରୁଛ। ମୁଁ ପରିସ୍ରା ମୋତେ ମାରି ନେଇ, ମୁଁ କଥା କେମିତି ଗଲା ଅପମାନଟି ପାଇକି ସବୁ ବସିଲି। ମୁଁ କ'ଣ କରିବା, ଆଉ କିଛି ଜପ ଅଛି, ସରିଯିବା ପର୍ଯ୍ୟନ୍ତ ବସିବା। ଗୋଟିଏ ସନ୍ଧ୍ୟା ମାନେ ଗୋଟେ କିଛି ଲୋକ ଆଇଲେ, କହିଲେ ଟିକେ ଭୋଗ ଲଗେଇଦେବେ ଆସ। ମୁଁ କହିଲି ବୋଧେ ଏଇ କଦଳୀ ନଡ଼ିଆ ଏଇ ଭୋଗ। ମୁଁ ସବୁ ତାଙ୍କ ପାଖକୁ ଗଲି, ଦେଖିଲାକୁ ଭୋଗ କିଛି ନାହିଁ, ଗଞ୍ଜେଇ ଚୂଲ। ଏ ଗଞ୍ଜେଇ ଚୂଲ ମୁଁ ତାକୁ ଦେଖିଲି। ମୁଁ କହିଲି ଭୋଗ ଆଣୁନାହାନ୍ତି, ଭୋଗ ବା କରିବା ନା, ଭୋଗ ବା ଏଇ। ମୁଁ ଆକୁ କେମିତି କ'ଣ ଭୋଗ କରନ୍ତି ନା, ନିଜେ ଆଗ ଆପଣ ଟାଣିଲେ, ତାପରେ ଆମମାନେ ଟାଣିବୁ, ସେଇ ଗୋଟା ହେଲା ଭୋଗ। ମୁଁ କହିଲି ବାବୁ, ମୁଁ ଜମା ଗଞ୍ଜେଇ ଟାଣିନି, ଆପଣ କାହିଁକି ମୋତେ ଇଏ ଗଞ୍ଜେଇ ଟଣାରେ ପକାଉଛନ୍ତି? ମୋତେ ଭୋଗ ଲଗେଇବାକୁ କହିଲେ ନା, ଆମର ବା ଏଇ ଭୋଗ। ମୁଁ କହିଲି ମୁଁ ସେ ଭୋଗ କରିପାରିବି। ସିଏ ମୋତେ ଏମିତି ଭାବରେ ଚାରିପାଖ ଯାକ ଘେରିକିରି ମୋତେ ଗଞ୍ଜୋଡ଼ କରିବା ପାଇଁ ଲାଗିଲେ। ମୁଁ ସବୁ ଟିକେ ଉପସ୍ଥିତି ବୁଦ୍ଧି, ମୋର ଟିକେ ଗୋଟେ ଜ୍ଞାନ ଟିକେ ଉଦୟ ହେଲା କି କ'ଣ, ମୁଁ ଗଞ୍ଜେଇଟାକୁ ଏମିତି ଟାଣିବା କଥା, ଏମିତି ଟାଣିଦେଲି। ଯେତେବେଳେ ଟାଣିଦେଲି, ସେଟା ସବୁ ନିଆଁ ଫିଆଁ ଉଡ଼ିକିରି ସମସ୍ତଙ୍କ ଦେହରେ ପଡ଼ିଲା। ଏମିତିଆ ବ୍ରାହ୍ମଣ ଆଉ ଆମର ଦରକାର ନାହିଁ, ଆମ ଭୋଗ ଆମେ କରିବୁ। ତେଣୁ ଜୀବନକୁ କର୍ମରେ ଆମେ ନିୟୋଜିତ କରିବା। ଭଗବାନଙ୍କର ନାମ କୀର୍ତ୍ତନ, ଭଲ କଥା ଶୁଣିବା, ଭଲ ମଣିଷଟିଏ ହେବା ପାଇଁ, ଭଲ ମଣିଷ କହିଲେ କେବଳ ଭଲ ପାଠ ପଢ଼ିଲେ ନୁହେଁ, ଭଲ ପାଠୁଆ ହେବା, ଭଲ ବ୍ୟବସାୟୀ ହେବା, ଭଲ ରାଜନୀତିଜ୍ଞ ହେବା, ଭଲଟା ଯେଉଁଟା ଭଲ, ସେଇ ଭଲଟାକୁ ଯଦି ଜୀବନରେ ଆମେ ଗ୍ରହଣ କରିପାରିବା, ଆମେ ନିଜେ ଭଲ ହେବା। କିମ୍ବା ଆମେ ନିଜେ, ଆଜିକାଲି ହେଉଛି ଆମେ ନିଜେ ମନ୍ଦ, କିନ୍ତୁ ଆମେ ଆମ ପିଲାଙ୍କୁ କହିବୁ ତୁ କାହିଁକି ସେଇଟା କାହିଁକି କରୁଛୁ, ଏଇଟା କାହିଁକି କରୁଛୁ। କିନ୍ତୁ ନିଜେ ଭଲ ହୁଅ, ଅନ୍ୟକୁ ଭଲ ହେବା ପାଇଁ ପରାମର୍ଶ ଦିଅ। ଇଏ ପୃଥିବୀରେ ଯେତେ ଠାକୁରମାନେ ଅବତାର ଗ୍ରହଣ କରିଛନ୍ତି, ତୁମାନଙ୍କୁ କିଏ କହୁଛି ଠାକୁର, କିଏ କହୁଛି ଅବତାର, କିଏ କହୁଛି ଆମେ ସ୍ୱୟଂ ଭଗବାନ। ତେଣୁ ଏମିତି ଯେଉଁ କଥା ହେଉଛି, ଆପଣମାନେ ନିଜେ ଦେଖିବେ, ଆଜି ମନ୍ଦିର ଗଢ଼ା ଚାଲିଛି, ମୂର୍ତ୍ତି ପୂଜା ଚାଲିଛି, ଯଜ୍ଞ ଚାଲିଛି, ଆଜି ସବୁ ଚାଲିଛି, କିନ୍ତୁ ସମାଜରେ ଶାନ୍ତି ଅଛି, ପରିବାରରେ ଶାନ୍ତି ଅଛି, ନିଜ ଜୀବନଟା ଶାନ୍ତି ପାଉଛି। ଆପଣ ନିଜେ ନିଜକୁ ସମୀକ୍ଷା କରନ୍ତୁ। ଜୀବନରେ ଯଦି ଶାନ୍ତି ନାହିଁ, ତାହେଲେ ସେ ଜୀବନ କେବେ ଭଗବାନଙ୍କର ପୂଜକ ହେଇପାରିବ ନାହିଁ। ଜଣେ କହିବ ମୁଁ ଗଞ୍ଜେଇ ଟାଣିକିରି ପୂଜକ ହେବି, ଏହା କେବେ ସମ୍ଭବ ମଧ୍ୟ ନୁହେଁ। ଏଇ କଥାକୁ କେନ୍ଦ୍ର କରି
ଆମର ଯେତେ ପୁରାଣ ଶାସ୍ତ୍ର ଯେତେ ଲେଖା ହେଇଛନ୍ତି ସବୁ କଥାର ସାରାଂଶ ଏତିକିରେ ଅଛି। ଆମେ ବେଳେ ବେଳେ ହେ ପ୍ରଭୁ ପ୍ରଭୁ ବୋଲି କହୁ। ପ୍ରଭୁ ବି ହବା ପାଇଁ କେତେକ ସେ ତାଙ୍କର ଆପେ ଆପେ କହୁଛନ୍ତି ଆମେ ହଉଛୁ ପ୍ରଭୁ। ତାଙ୍କୁ ବି ଲୋକମାନେ କହୁଛନ୍ତି ପ୍ରଭୁ। ପ୍ରକୃତରେ ପ୍ରଭୁ କିଏ? ସୂର୍ଯ୍ୟ ହଉଛନ୍ତି ପ୍ରଭୁ, ପବନ ହଉଛନ୍ତି ପ୍ରଭୁ, ସମୁଦ୍ର ହଉଛନ୍ତି ପ୍ରଭୁ, ବସୁଧା ହଉଛନ୍ତି ପ୍ରଭୁ। ଇଏ ସବୁଯାକ ପ୍ରଭୁ। ତେବେ ପ୍ରଭୁର ଅର୍ଥ କ'ଣ? ଭାଗବତରେ ଆମର ଯେମିତି ଲେଖା ହେଇଛି ନମୋ ନୃସିଂହ ଅନାଦିତର ନମୋ ନୃସିଂହ ଚରଣ। ନୃସିଂହ କିଏ? ନା ସେ ସ୍ତମ୍ଭରୁ ବାହାରିଥିଲେ। ମୁଁ ସେ ସ୍ତମ୍ଭକୁ ଜମା ମାନେ, ମୋର ସେ ସ୍ତମ୍ଭ ପ୍ରତି ଆକର୍ଷଣ। ସ୍ତମ୍ଭରୁ କ'ଣ ନୃସିଂହ ବାହାରେ? କିନ୍ତୁ ନୃସିଂହ କିଏ? ଏଇ ପୃଥିବୀର, ଏଇ ଦେଶର, ଏଇ ରାଜ୍ୟ ଯେଉଁମାନେ ଭଲ ମଣିଷ, ତ୍ୟାଗୀ ମଣିଷ, ଶୃଙ୍ଖଳିତ ମଣିଷ, ସେଇମାନେ ହଉଛନ୍ତି ପ୍ରକୃତ ନୃସିଂହ। ଆମେ ନୃସିଂହକୁ ଯାଇକିରି ଖୋଜୁଛୁ ସୀମାଞ୍ଚଳ, କିନ୍ତୁ ଆପଣ ଯେ ସୀମାଞ୍ଚଳର ପ୍ରତୀକ। ଜନ୍ମ ଗୋଟିଏ ସୀମାଞ୍ଚଳ, ମୃତ୍ୟୁ ଗୋଟିଏ ସୀମାଞ୍ଚଳ। ଆମେ ଯେତେବେଳେ ଭଲ ମଣିଷ ହବୁ ବା ଭଲ ହବା ପାଇଁ ଯେତେବେଳେ ଆମେ ସଂକଳ୍ପ ନେବୁ, ସେଇ ଗୋଟାକ ହଉଛି ନୃସିଂହ ଅବତାର। ନମୋ ନୃସିଂହ ଚରଣ ପୃଥିବୀର ଯେଉଁମାନେ ତ୍ୟାଗୀ, ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ, କବି, ସଂଗ୍ରାମୀ, ଏଇମାନେ ହଉଛନ୍ତି ବଳିଆ ପାଇଁ ନୃସିଂହ। ଆଉ ସେ ନୃସିଂହ ଗୋଟେ ଦାନ୍ତ ଦେଖେଇଛି, ସେ ଇଏ କରିଛି, ସେଗୁଡ଼ା ସବୁ କବିର କଳ୍ପନା। କୁହନ୍ତି ତୁମକୁ କବିର କଳ୍ପନା, ତୁମରି ତିଆରି ମାଟିର ମଣିଷ, ତୁମରି ତିଆରି ମାଟିର ମଣିଷ, ଭୁକେ ଅହମିକା ଜାଣି ପରିବାର ଭିତରେ
ଯଦି ପୁଅକୁ ବାପ ଚିହ୍ନି ପାରିଲାନି, ବାପକୁ ପୁଅ ଚିହ୍ନି ପାରିଲାନି, ସ୍ୱାମୀ ସ୍ତ୍ରୀକି ଚିହ୍ନି ପାରିଲାନି, ସ୍ତ୍ରୀ ସ୍ୱାମୀ କିଛି ତ ଚିହ୍ନି ପାରୁନା, ଆଉ ସୀମାଞ୍ଚଳ ଯାଇ ନୃସିଂହଙ୍କୁ ଡାକିଲେ କ'ଣଟା? ତେଣୁ ନମଇ ନୃସିଂହ ଚରଣ, ସାଧୁ ସନ୍ଥ ମହାତ୍ମା ଯେଉଁମାନେ ଇଏ ପୃଥିବୀର ମଙ୍ଗଳ ପାଇଁ ଜୀବନକୁ ସାଧନମୟ କରିଛନ୍ତି, ସେଇମାନଙ୍କୁ ପ୍ରଣାମ କର। ସେଇମାନେ ହେଉଛନ୍ତି ପ୍ରକୃତ ଋଷି। ଇଏ ହେଉଛି ପ, ଆଉ ପଟି କିଏ? ପରମାତ୍ମା। ସିଏ କୋଉଠି ଅଛନ୍ତି ତାକୁ କେହି ଆଜି ପର୍ଯ୍ୟନ୍ତ ଦେଖିନା। ସମସ୍ତେ ଖାଲି କହୁଛନ୍ତି ପରମାତ୍ମା। ପରମାତ୍ମାଙ୍କ ନାଁରେ ବହୁ ଆଧ୍ୟାତ୍ମିକ ଦଳ ସୃଷ୍ଟି ହେଇଛନ୍ତି। ତାଙ୍କୁ ଯଦି ଆପଣମାନେ ହାତ ଯୋଡ଼ି ପଚାରିବେ ପରମାତ୍ମାକୁ ଟିକେ ଗୋଟାଏ ସେକେଣ୍ଡ ଆମକୁ ଦେଖେଇଲେ, ସେ ତ ନିଜେ ଦେଖିନାହାନ୍ତି, ଆଉ ଦେଖେଇବେ କ'ଣ? ତେଣୁ ସେଇ ପରମାତ୍ମା ଆମରି ଶରୀର ଭିତରେ ଅଛି। ଆମେ ଯେତେ ଭଲ କାମ କରିବା ସିଏ ସେତିକି ଆମ ପାଖକୁ ମାନେ ପାଖେଇ ଆସିବେ। ଆମେ ଭୁଲ କାମ କଲେ ସେ ଦୂରେଇ ଯିବେ। ତେଣୁ ସିଏ ହେଉଛନ୍ତି ପରମାତ୍ମା। ଇଏ ହେଉଛି ପ କହିଲେ ନିଶ୍ୱାସ, ପବନ। ପବନ ଯଦି ନ ରହିବ ଆମେ କ'ଣ କେହି ବଞ୍ଚିବା? ହନୁମାନ ଆଗେ ବଞ୍ଚିବେ। ତାଙ୍କୁ କୁହାଯାଉଛି ବାୟୁପୁତ୍ର ହନୁମାନ। ସେ ବାୟୁପୁତ୍ର ନୁହନ୍ତି, ମୁଁ ବି ବାୟୁପୁତ୍ର। ସେ ହନୁମାନ କେବଳ ବାୟୁପୁତ୍ର, ମୁଁ ବାୟୁପୁତ୍ର ନୁହେଁ। ଆପଣମାନେ ଯିଏ କହିଛନ୍ତି ଆପଣମାନେ କ'ଣ ବାୟୁପୁତ୍ର ନୁହନ୍ତି, ଆଉ କାହା ପୁତ୍ର? ତେଣୁ ଯେଉଁମାନେ ଯୋଗ କରନ୍ତି, ଯେଉଁମାନେ ଆସନ କରନ୍ତି, ଧ୍ୟାନ କରନ୍ତି, ପ୍ରାଣାୟାମ କରନ୍ତି, ଯେଉଁମାନେ ସଂଯମିତ ଭାବରେ ଜୀବନକୁ ଶୃଙ୍ଖଳିତ କରନ୍ତି, ସେଇମାନେ ହେଉଛନ୍ତି ବାୟୁପୁତ୍ର। ପବନ ସାଙ୍ଗରେ ଯାହାର ସମ୍ପର୍କ ନାହିଁ, ସେ କାହା ସହିତ ସମ୍ପର୍କ ରଖିବ? ମା ଗର୍ଭରୁ ତମେ ନିଜେ ହନୁମାନ ହେଇ ଜନ୍ମ ହେଇଛ, ତମେ ସେଇଟାକୁ ଜାଣିନା, ଖାଲି କହୁଛ ଆମେ ହନୁମାନ ଶ୍ରୀରାମ ଦୂତଂ ଶରଣଂ। ଶ୍ରୀରାମକୁ କହୁଛ ଭଗବାନ, ତାଙ୍କର ଦୂତ କ'ଣ ଦରକାର ପଡ଼ିଲା? ହଉ। ତେଣୁ କଥାକୁ ସବୁ ଗୋଳିଆ ପୋଳିଆ କରିକିରି ଏମିତି କୁହାଯାଇଛି, ଆମେ ସମସ୍ତେ ଉଦ୍ଭ୍ରାନ୍ତ। ତେଣୁ ପରେ ର ଫଳା। ରଟି କ'ଣ? ର ହେଉଛି ରକ୍ତ। ଆଜିର ମଣିଷ ରକ୍ତରେ ହୁରି ଖେଳୁଛି। ଗୋରୁ ଗାଈ ମାନେ ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ଏତେ ସବୁ ଗଣା ହଉଛି। ତା ସହିତ ଆଉ ବନ୍ଧାଏ ବାହାରିକିରି ମଣିଷଙ୍କୁ ବି ହାଣୁଛନ୍ତି। ର କହିଲେ ରସ, ଯା କୃଷ୍ଣ ରସ ପ୍ରମୋଦ ମଧୁରା ସା ମାଧୁରୀ ମାଧୁରୀ। ଏଇଠି ବର୍ତ୍ତମାନ ଆପଣ ରସପାନ କରୁଛନ୍ତି। ଇଏ କୋଉ ରସ? ଇଏ କୃଷ୍ଣ ରସ, ଇଏ ହରି କଥା, ଇଏ ଗୀତାର ଭାଷ୍ୟ, ଏ ଭାଗବତର କଥା, ସାଧୁ ସନ୍ଥ ମାନଙ୍କର ବାଣୀ। ଯେଉଁ କଥାରେ ରସ ନାହିଁ, ଯେଉଁ କଥାରେ ମିଠା ନାହିଁ, ସତ୍ୟତା ନାହିଁ, ସେଠି ଆଉ କ'ଣ କାମ କରେ? ତେଣୁ ଆମେ ପଢୁଛୁ,
হে আনন্দময় ভুবন ପ୍ରାର୍ଥନା ଭିତରେ ଅଛି ପ୍ରଭୁ। ତେଣୁ ପ୍ରଭୁ କହିଲେ ଆମେ ଯେମିତି ଗୋଟା କହୁଛୁ ପ୍ରଭୁ, ଆମେ ବିଲକୁଲ ପ୍ରଭୁଙ୍କୁ ଜାଣିନୁ ପ୍ରଭୁ ପ୍ରଭୁ ହଉଛୁ। ତେଣୁ ଭଲ ମଣିଷ ହବା ଇଏ ହଉଛି ପ୍ରଭୁଙ୍କ କୃପା। କୃଷ୍ଣ ରସ ହଉ ହରି ରସ ହଉ, ଭଲ କଥାକୁ ଯେତେବେଳେ ଆମେ ଗ୍ରହଣ କରି ତାକୁ ବିନିଯୋଗ କରିବା, ସେଇଟା ହଉଛି ପ୍ରକୃତ ଫଳ। ସେଇ ହଉଛନ୍ତି ପରମାତ୍ମା, ପରମେଶ୍ୱର, ପରମାନନ୍ଦ। ସେଇ ପ୍ରାର୍ଥନାରେ ଅଛି ଅସା ସତ୍ୟ ପଥେ ଧର୍ମ ପଥେ ସଂଗୀତରେ ଯୋଉ ପ୍ରଭୁ ଶବ୍ଦଟି ଅଛି ତାକୁ କ'ଣ କିଏ ଅନୁସନ୍ଧାନ କରିଛ? ଆଜି ଆପଣମାନେ ଦେଖିବେ ମୁଁ ସମାଲୋଚନା କରୁନାହିଁ, ପୁଣି ସମାଲୋଚନା ଭଳିଆ ଲାଗୁଛି। ଯେତେ ବାବା ମାନେ ବାହାରିଛନ୍ତି ସବୁ ବାବାଙ୍କର ଗୋଟାଏ ଗୋଟେ ପ୍ରାର୍ଥନା। ଯେତେ ଗୁରୁ ବାହାରିଲେ ତାଙ୍କର ଗୋଟାଏ ଗୋଟାଏ ବନ୍ଦନା। ଏଇ ଯୋଉ ବନ୍ଦନାଟା ଆମେ ପିଲାଦିନେ ପଢିଥିଲୁ, ଏଇ ବନ୍ଦନାରେ କ'ଣ ଠାକୁର ଶୁଣି ନଥାନ୍ତେ ବା ଠାକୁରଙ୍କ କୃପା ମିଳିନଥାନ୍ତେ? ସମସ୍ତେ ଆଜି ଧର୍ମ ଜଗତରେ ଅନେକ ଧର୍ମ ନାମରେ କେବଳ ଅହଙ୍କାର ପାହାଡ଼ ଉପରେ ବସିଛନ୍ତି। ନହେଲେ ଏତେ ପ୍ରାର୍ଥନା, ଏତେ ମନ୍ତ୍ର, ଏ ସବୁ କିଛି ଦରକାର। ଆପଣ ଜଣେ ବ୍ରାହ୍ମଣଙ୍କୁ କହିବେ ବିଷ୍ଣୁଙ୍କ ମନ୍ତ୍ର କ'ଣ, ସେ କହିବ। ଶିବଙ୍କ ମନ୍ତ୍ର କ'ଣ, ସେ କହିବ। ଆରେ ଏତେ ମନ୍ତ୍ର ଦରକାର କ'ଣ? କେବଳ ଓମିତ୍ୟେକାକ୍ଷରଂ ବ୍ରହ୍ମ। ଜୀବନରେ ଯଦି ଓମ୍କୁ ଆମେ ଠିକ୍ ଭାବରେ ଉଚ୍ଚାରଣ କରିପାରିବା, ତାହେଲେ ବି ଆମକୁ ସବୁ କଥା ମିଳିବ। ଏଇଟା ମିଛ ନୁହେଁ, ସବୁ କଥା ମିଳିବ। କାଲି କି ପରଦିନ ଗୋଟିଏ ମାଟିଏ ଆସେ, ମୁଁ ପାଠ ପଢ଼ିନି, ମୁଁ ପାଠ ନ ପଢ଼ିଲି ମୁଁ କ'ଣ ଚାକିରି କରିବୁ ନା? ନାଇଁ ମୁଁ ଟିକେ ଗୁରୁ ମନ୍ତ୍ର ନେବି। ନବୁ ନା ମୋର ମନେ ରହିବନି ବୋଲି କେବଳ ଓମ୍ ଟିକେ କହିଲୁ। ଯଦି ଏଇ ଓମ୍ଟାକୁ ସବୁବେଳେ ତୁ ଅଭ୍ୟାସ କଲୁ, ତାହେଲେ ସେଇଥିରେ ସବୁଯାକ ପ୍ରଭୁ ତମ ପାଖରେ ଆସିବ। ତେଣୁ ଭୂ କହିଲେ ଏହି ପୃଥିବୀ। ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ। ଏଇ ପୃଥିବୀ ହଉଛି ଭୂ ଭୁବ ସ୍ୱ। ଏଇ ଭୂ ଭୁବ ସ୍ୱକୁ ନେଇକିରି ଗୋଟେ ଗାୟତ୍ରୀ ସଂସ୍ଥା ସୃଷ୍ଟି ହେଲା। ତାଙ୍କ ମନ୍ତ୍ର ଅଲଗା, ତାଙ୍କ ପ୍ରାର୍ଥନା ଅଲଗା, ତାଙ୍କ ବାଣୀ ଅଲଗା। ତେଣୁ
ଧର୍ମ ଜଗତରେ ବର୍ତ୍ତମାନ ଗୋଟାଏ ପ୍ରକାର ମରୁଡ଼ି ପଡ଼ିଛି। ଏ ମରୁଡ଼ିକୁ ଦୂରୀଭୂତ କରିବା ପାଇଁ ହେଲେ ଏଥିପାଇଁ ସମନ୍ୱୟର ଭାବ ନିତ୍ୟାନ୍ତ ତେଣୁ ପ୍ରଭୁ ଶବ୍ଦ ଭିତରେ ସବୁ କଥା ଅଛି। ପୃଥିବୀ ଅଛି, ପୃଥିବୀର ସମସ୍ତ ଦ୍ରବ୍ୟ ବି ଅଛି। ଭଲ କଥା, ଭଲ ମନ, ଭଲ ମଣିଷ, ଭଲର ସନ୍ଧାନ କର, ଇଏ ହେଉଛି ପ୍ରଭୁଙ୍କର କଥା। ତେଣୁ ଆଜିର ପବିତ୍ର ସତସଙ୍ଗରେ ସେଇ ପ୍ରଭୁଙ୍କ ପଦାବ୍ଜରେ ପ୍ରାର୍ଥନା କରି ସମସ୍ତଙ୍କର ମଙ୍ଗଳ ହଉ ଏହି ନିବେଦନ ଆମେ ରଖିବା। ଯିଏ ଯେଉଁ ଧର୍ମରେ ଯେତେ ପ୍ରକାର ମତ ସୃଷ୍ଟି ହେଇଛି, କେଉଁ ମତ ଭୁଲ ନୁହେଁ, ସମସ୍ତେ ଭଲ କଥା କହିଛନ୍ତି, କିନ୍ତୁ ବିବାଦଟା ଏତେ ହେଇଯାଇଛି। ମୁଁ ଯଦି ବର୍ତ୍ତମାନ ଗୋଟେ ଗୀତ ଗାଇବି, ଆଉ ଜଣେ ମୋ ଗୀତ ଗାଇବନି, ସେ ଆଉ ଜଣଙ୍କ ଗୀତ ଗାଇବ। ଆରେ ଆଉ ଏଇ ଗୀତଟା କହେ ନା ଆମ ସମ୍ପ୍ରଦାୟରେ ସେଇଟା ବୋଲା ହେଲା। ଏଥିରେ କ'ଣ ଭଗବାନ ଆଉ ଜାଗ୍ରତ ହେବେ କ'ଣ? ବରଂ ଭଗବାନ ଯେମିତି ଟିକେ ମୁଣ୍ଡ ଟେକିକିରି ଶୋଇଥିଲେ, ସେ ମୁହଁକୁ ଜାକିକିରି ଶୋଇଥିଲେ। ତେଣୁ ପୃଥିବୀକୁ ଶାନ୍ତି ଦେବାକୁ ହେଲେ ସେଇ ଯେଉଁ ପଦଟି କାଲି ମୁଁ ଗୋଟେ କହୁଥିଲି, ଧର୍ମ ଏକ ପଢ଼ି ବାଘ ବାଘୁଣୀ ଦୁନିଆରୁ ଅହଙ୍କାର ଈର୍ଷା ରୂପୀ ବାଘ ବାଘୁଣୀ ଦୁନିଆରୁ ବିଦାୟ ନେବା ପୂର୍ବରୁ ଆମେ ଗୋଟିଏ ଭଲ ମଣିଷ ହେବା, ଭଲ ପରିବାରଟିଏ ଗଠନ କରିବା ଏବଂ ଭଲ ମଣିଷଙ୍କୁ ନିର୍ବାଚନ କରିବା। ଆଉ ଆମେ ପିଲାକୁ ଡାକ୍ତର କରିଦେଲୁ, ସେ ଇଞ୍ଜିନିୟର ହେଇଗଲା, ସେ ଅମୁକ ହେଇଗଲା, ସେ ସବୁ ଦେଖିଲାକୁ ସେ ଡାକ୍ତର ସବୁ ଅଛନ୍ତି, କିନ୍ତୁ କାହାର ଗୋଟାଏ ସେଭଳି କୀର୍ତ୍ତି କିଛି। ଆପଣମାନେ ବେଳେବେଳେ ଗୋଟେ ଡାକ୍ତର ଇଞ୍ଜେକ୍ସନ ଦେଉ ଦେଉ ଲୋକଟି ମରିଗଲା। ଇଏ କି ଡାକ୍ତରଟି ହେଲା? ସେ କେଉଁ ମେଡ଼ିକାଲରେ ପାଠ ପଢ଼ିଲା? এটা ଲୋକର ଜୀବନ ଚାଲିଗଲା। ତେଣୁ ଆଜି ଯେଉଁ ଉପେକ୍ଷା, ଭଲ କଥାକୁ ଅପେକ୍ଷା, ମନ୍ଦ କଥାକୁ ଉପେକ୍ଷା, ଆଜି ସେ ଦିନଟା ଚାଲି ଯାଉଛି। ତାରି ଭିତରେ ମଧ୍ୟ ସତ୍ୟ ବଞ୍ଚି ରହିଛି, ଧର୍ମ ବି ବଞ୍ଚି ରହିଛି ଏବଂ ସତ୍ୟ, ଧର୍ମ, ନ୍ୟାୟ ଇଏ ନିଶ୍ଚିତ ଭାବରେ ଫେରିବ। ଏବଂ ଆମର ପ୍ରାର୍ଥନା ଜୀବନରେ ଆଉ କିଛି ନାହିଁ। କଟକରେ ମଠ କରିବୁ, ଭୁବନେଶ୍ୱରରେ ମଠ କରିବୁ, ଏଗୁଡ଼ାକ ଆମ ଗଲେ ମୋ ପାଇଁ ଏଗୁଡ଼ାକ ଯେଉଁ ନଡ଼ା, ଧାନ ନଡ଼ା, ଏଗୁଡ଼ାକ କିଛି ନୁହେଁ। କେବଳ ଆମେ ଭଲ ମଣିଷ ହେବା। ଆପଣମାନେ ମୋ ସହିତ ମିଶି ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବେ। ମୁଁ ଯଦି ଭଲ ମଣିଷ ନୁହେଁ, ମୋତେ ତ୍ୟାଗ କରିବେ, ତାହେଲେ ଗୋଟେ ଶୃଙ୍ଖଳିତ ସମାଜ। ଆଜି କଥାକୁ ସେଇ ପରଂ ବ୍ରହ୍ମ ପରମାତ୍ମାଙ୍କର ପଦାବ୍ଜରେ, ଶିଶୁ ଅନନ୍ତଙ୍କ ପଦାବ୍ଜରେ, ଗୁରୁଦେବଙ୍କ ପଦାବ୍ଜରେ ଅର୍ପଣ କରି କଥାକୁ ଏଇଠି ବିଶ୍ରାମ
ସ୍ନେହ